ସାଙ୍ଗମାନେ ଦେଖିପାରୁଛନ୍ତି ମୋ ସ୍କ୍ରିନ୍ର ପାସୱାର୍ଡ ଲକ୍ ପଡ଼ିଛି। ତେଣୁ ଏଇ ପାସୱାର୍ଡଟା ଲକ୍ଟା ଆପଣ କିପରି ଭାବରେ ତାକୁ ଚେଞ୍ଜ କରିପାରିବେ। ତ ସାଙ୍ଗମାନେ ଆପଣ ଫୋନ୍ କି ବାରମ୍ବାର ୟୁଜ୍ କରୁଛନ୍ତି ତ ପାସୱାର୍ଡ ଆପଣ ଜାଣି ଦେଇଛନ୍ତି ସେମାନେ ଜାଣିଲା ପରେ ଆପଣ ଫୋନ୍ ବାରମ୍ବାର ୟୁଜ୍ କରୁଛନ୍ତି ତାକୁ କିପରି ଆପଣ ଚେଞ୍ଜ କରିବେ ସାଙ୍ଗମାନେ ଆଜି ଭିଡ଼ିଓ ମଧ୍ୟ ପୁରା ଜଣେଇବି। ତ ସାଙ୍ଗମାନେ କିପରି ଭାବରେ ମାତ୍ର 2 ମିନିଟ୍ ସମୟ ଲାଗିବ ଆପଣ ନିଜ ଫୋନ୍ର ପାସୱାର୍ଡ ଅର୍ଥାତ୍ ଆପଣ ଚେଞ୍ଜ କରିପାରିବେ କିମ୍ବା ପାଟର୍ନ କିମ୍ବା କୌଣସି ପିନ୍ ମଧ୍ୟ ରଖିପାରିବେ। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା ଓ କିପରି ଭାବରେ ଏଇ ଯେଉଁ ସେଟିଂଟା ଅଛି କେମିତି ଆକ୍ଟିଭ୍ କରିବେ ଓ କେମିତି ଚେଞ୍ଜ କରିବେ ଭିଡ଼ିଓ ମଧ୍ୟ ପୁରା କଭର କରିବା। ତ ସାଙ୍ଗମାନେ ସେଥିପାଇଁ ଦେଖନ୍ତୁ ସର୍ବପ୍ରଥମେ ଫୋନ୍ର ସେଟିଂ ଅପସନ୍କୁ ଯିବେ ହେରି। ତ ଫାଇନାଲି ମୁଁ ଫୋନ୍ର ସେଟିଂ ଅପସନ୍କୁ ଗଲା ପରେ ଦେଖନ୍ତୁ ଆପଣଙ୍କୁ ସେଟିଂ ଅପସନ୍ କ୍ଲିକ୍ କଲା ପରେ ଦେଖନ୍ତୁ ତ ଏଠି ଦେଖନ୍ତୁ ଆପଣ ଯେଉଁ ଫୋନ୍ ୟୁଜ୍ କରୁଛନ୍ତି ସବୁ ଫୋନ୍ ଗୋଟେ ପ୍ରକାର ସେଟିଂ ଆପଣଙ୍କୁ କରିବାକୁ ପଡ଼ିବ, ଯାହାଫଳରେ ଆପଣ ନିଜର ସ୍କ୍ରିନ୍ର ପାସୱାର୍ଡ ଆପଣ ଯେଉଁ ଅଛି ତ ମଧ୍ୟ ଆଉ ଚେଞ୍ଜ କରିପାରିବେ। ତ ଫାଇନାଲି କ'ଣ କରିବେ, ତ ଏଠି ଆପଣ କ'ଣ ସର୍ଚ୍ଚ କରିବେ ଦେଖନ୍ତୁ ପ୍ରାଇଭେସି ଆଣ୍ଡ ସିକ୍ୟୁରିଟି ଯେଉଁ ଅପସନ୍ ଅଛି ତ ଫାଇନାଲି କ'ଣ କରିବେ ଏଇ ଅପସନ୍ ଉପରେ କ୍ଲିକ୍ କରିଦେବେ। ତ ଫାଇନାଲି ମୁଁ ଏଠି କ୍ଲିକ୍ କରିଦେଉଛି। ତ କ୍ଲିକ୍ କରିବା ଦେଖନ୍ତୁ ଆପଣଙ୍କୁ କିଛିଟା ଅପସନ୍ ଦେଖାଯିବ। ଦେଖନ୍ତୁ ଯେ ଉପର ଅପସନ୍ ଦେଖାଯିବ ଲକ୍ ସ୍କ୍ରିନ୍ ପାସୱାର୍ଡ। ତ ଫାଇନାଲି କ'ଣ କରିବେ ଯେଉଁ ଲକ୍ ସ୍କ୍ରିନ୍ ପ୍ରଥମ ଅପସନ୍ ଆପଣଙ୍କୁ ଦେଖାଯାଉଛି ତ ସାଙ୍ଗମାନେ ଫାଇନାଲି ଏଠି କ୍ଲିକ୍ କରିଦେବେ। ତ ଫାଇନାଲି ମୁଁ ଏଠି କ୍ଲିକ୍ କରିଦେଉଛି। ତ କ୍ଲିକ୍ କଲା ଦେଖନ୍ତୁ ଆପଣଙ୍କର ସ୍କ୍ରିନ୍ର ପାସୱାର୍ଡ ଏଠି ଆପଣଙ୍କୁ ଏଣ୍ଟ୍ରି କରିବାକୁ କହିବ। ତ ଫାଇନାଲି ଆପଣ କ'ଣ କରିବେ ଯେହେତୁ ପ୍ରଥମରୁ ଯଦି ଫୋନ୍ ଆପଣ କ'ଣ ୟୁଜ୍ କରୁଥିଲେ ଯେଉଁ ପାସୱାର୍ଡ ଆପଣ ସେଟ୍ କରିଥିଲେ ତ ଫାଇନାଲି କ'ଣ କରିବେ ସେଇ ପାସୱାର୍ଡ ଆପଣ ଏଠି ଏଣ୍ଟ୍ରି କରିଦେବେ। ତ ଫାଇନାଲି ମୁଁ ପାସୱାର୍ଡ ଏଠି ଏଣ୍ଟ୍ରି କରିଦେଉଛି। ତ ସାଙ୍ଗମାନେ ଫାଇନାଲି ଯେମିତି ଆପଣ ପାସୱାର୍ଡ ଆପଣ ଏଠି ସ୍କ୍ରିନ୍ର ପାସୱାର୍ଡ ଏଣ୍ଟ୍ରି କଲା ପରେ ଦେଖନ୍ତୁ ଏଠି ଲକ୍ ସ୍କ୍ରିନ୍ର ପାସୱାର୍ଡ 3ଟି ଭେରାଇଟି ଆପଣଙ୍କୁ ଦେଖାଯିବ। ଗୋଟେ ଅଛି ନମ୍ବର ମଧ୍ୟ ସେଟ୍ କରିପାରିବେ, ଆପଣ ଆଲଫାବେଟ୍ ମଧ୍ୟ ସେଟ୍ କରିପାରିବେ, ଅର୍ଥାତ୍ ଆପଣ ପାଟର୍ନ ମଧ୍ୟ ସେଟ୍ କରିପାରିବେ। ତ ଦେଖନ୍ତୁ ପୂର୍ବରୁ ମୋ ପାଟର୍ନ କ'ଣ ଥିଲା, ନମ୍ବର ପାଟର୍ନ ଥିଲା। ତ ସାଧାରଣତଃ ଆପଣ ଚେଞ୍ଜ କରିବାକୁ ସାଧାରଣତଃ କ'ଣ କରିବେ ଉପରେ ଅଛି ନମ୍ବର ଆଇକନ୍ ଅଛି। ତ ଫାଇନାଲି ମୁଁ ପ୍ରଥମର ନମ୍ବର ଅଛି ତ ସେଇ ନମ୍ବରକୁ ମୋତେ ଚେଞ୍ଜ କରିବାକୁ ଅଛି। ତ ଫାଇନାଲି ମୁଁ କ'ଣ କରୁଛି ତ ସେମାନେ ଫାଇନାଲି କ'ଣ କରିବେ ଯେଉଁ ନମ୍ବର ଅପସନ୍ ଅଛି ତ ଫାଇନାଲି ଏଠି ଆପଣ କ୍ଲିକ୍ କରିଦେବେ। ତ ଫାଇନାଲି ମୁଁ କ୍ଲିକ୍ କରିଦେଉଛି। କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କର ଫୋନ୍ର ପାସୱାର୍ଡ ପୁନର୍ବାର ଆପଣଙ୍କୁ ଏଠି ଏଣ୍ଟ୍ରି କରିବାକୁ ପଡ଼ିବ। ତ ଫାଇନାଲି ଆପଣ ଯେଉଁ ପୁରୁଣା ପାସୱାର୍ଡ ଥିଲା ତ ଫାଇନାଲି ଏଠି ଆପଣ ଏଣ୍ଟ୍ରି କରିଦେବେ। ତ ଫାଇନାଲି ମୁଁ ଏଠି ଏଣ୍ଟ୍ରି କରିଦେଉଛି। ସାଙ୍ଗମାନେ ଏଣ୍ଟ୍ରି କଲା ପରେ ଦେଖନ୍ତୁ ଆପଣଙ୍କୁ ସେଟ୍ କରିବାକୁ ହେଉଛି ନୂଆ ପିନ୍ ସେଟ୍ କରିବାକୁ ଗୋଟେ ଅପସନ୍ ଆଉଛି। ତ ଦେଖନ୍ତୁ ତାପରେ ୟୁଜ୍ ଡିଫଲ୍ଟ ପାସୱାର୍ଡ ଟାଇପ୍। ତ ଆପଣ ମୋତେ ପାସୱାର୍ଡ ଟାଇପ୍ ଏଠି କ୍ଲିକ୍ କରିବା ପରେ ଦେଖନ୍ତୁ ପାଟର୍ନ କରିପାରିବେ, ପିନ୍ କରିପାରିବେ ଓ କିଛିଟା ଅପସନ୍ ମଧ୍ୟ ରଖିପାରିବେ। ତ ଫାଇନାଲି ମୁଁ ଯେଉଁ ପିନ୍ଟା ଥିଲା ମୁଁ ପିନ୍ ଅଛି ତ ପିନ୍ଟା ଆପଣ ଚେଞ୍ଜ କରିବାକୁ ପାଟର୍ନ ହେଲେ କିମ୍ବା ପିନ୍ ଚେଞ୍ଜ କରିଲେ ତ ଫାଇନାଲି ମୁଁ କ'ଣ କରୁଛି ୟୁଜ୍ ଡିଫଲ୍ଟ ପାସୱାର୍ଡ ଉପରେ କ୍ଲିକ୍ କରିଦେଉଛି। କଲା ପରେ ଦେଖନ୍ତୁ ଆପଣଙ୍କୁ ଏଠି ବହୁତ ସାରା ଅପସନ୍ ଦେଖାଯିବ। ଦେଖନ୍ତୁ 4 ଡିଜିଟ୍ ପାସୱାର୍ଡ ମଧ୍ୟ କରିବେ, 4ରୁ 16 ଡିଜିଟ୍ ମଧ୍ୟ ପାସୱାର୍ଡ ରଖିପାରିବେ। ତାପରେ ଅଛି ଆଲଫାବେଟ୍ ମଧ୍ୟ ରଖିପାରିବେ, ପାଟର୍ନ ମଧ୍ୟ ରଖିପାରିବେ। ତ ଫାଇନାଲି ମୁଁ କ'ଣ କରୁଛି ତ 4 ଡିଜିଟ୍ର ପାସୱାର୍ଡ ଅଛି ତ ଏଠି ମୁଁ କ୍ଲିକ୍ କରିଦେଉଛି। ତ କ୍ଲିକ୍ କରିବା ଦେଖନ୍ତୁ ଏଠି ତାପରେ ଗୋଟେ ନୂଆ ଇଣ୍ଟରଫେସ୍ ଆପଣଙ୍କୁ ଶୋ କରିବ। ତ ଏଠି ଆପଣ ନିଜ ଇଚ୍ଛାରେ ଆପଣ ଫୋନ୍ ପାଇଁ ଯେଉଁ ପାସୱାର୍ଡ ଆପଣ ସେଟ୍ କରିବାକୁ ଚାହୁଁଛନ୍ତି 4ଟିକା ନମ୍ବର ଆପଣ ମଧ୍ୟ ଏଠି ସେଟ୍ କରିପାରିବେ। ତ ଫାଇନାଲି ମୁଁ ଏକ ପ୍ରକାର 4ଟିକା ନମ୍ବର ଏଠି ସେଟ୍ କରିଦେଉଛି। ତ ସେଟ୍ କଲା ପରେ ଆପଣଙ୍କୁ ଭିଡ଼ିଓ ମଧ୍ୟରେ ଆଗକୁ ବଢ଼ାଉଛି କେମିତି କ'ଣ କରିବେ। ତ ସେମାନେ ପ୍ରଥମରୁ ପାସୱାର୍ଡ ସେଟ୍ କଲା ପରେ ଦେଖନ୍ତୁ ପୁନର୍ବାର ମଧ୍ୟ ଯେଉଁ ପାସୱାର୍ଡ ସେଟ୍ କରିଥିଲେ ତ ପୁନର୍ବାର ମଧ୍ୟ ଆପଣଙ୍କୁ ମାଗିବ ପାସୱାର୍ଡ ସେଟ୍ କରିବାକୁ। ତ ସାଧାରଣତଃ କ'ଣ କରିବେ ପୁନର୍ବାର ସେଇ ପାସୱାର୍ଡ ଆପଣ ଏଠି ଏଣ୍ଟ୍ରି କରିଦେବେ। ତ ସାଙ୍ଗମାନେ ଦେଇପାରିବା ଭାବରେ ଦେଖନ୍ତୁ ପୁନର୍ବାର ଏଣ୍ଟ୍ରି କଲା ପରେ ଦେଖନ୍ତୁ ଆପଣଙ୍କର ପାସୱାର୍ଡ ସେଟ୍ ହେଇଗଲା। ତ ଏହିପରି ଭାବରେ ମାତ୍ର 2 ମିନିଟ୍ ସମୟ ଲାଗିବ। ଦେଖନ୍ତୁ ମୁଁ ସ୍କ୍ରିନ୍ର ପାସୱାର୍ଡ ପୁନର୍ବାର ଏଣ୍ଟ୍ରି କରିଦେଉଛି। ତ ଏଣ୍ଟ୍ରି କଲା ପରେ ଦେଖନ୍ତୁ ପୁନର୍ବାର ମୁଁ ପାସୱାର୍ଡ ଏଣ୍ଟ୍ରି କରିଦେଉଛି। ଏଣ୍ଟ୍ରି କଲା ପରେ ଦେଖନ୍ତୁ ତ ପୁନର୍ବାର ମୋର ଆପ୍ଲିକେସନ୍ ଓପନ୍ କରିବେ। ତ ଏମିତି ଭାବରେ ମାତ୍ର 2 ମିନିଟ୍ ସମୟ ଲାଗିବ। ଆପଣଙ୍କର ନିଜ ଫୋନ୍ର ଯେଉଁ ପାସୱାର୍ଡ ଅଛି ଆପଣ ମଧ୍ୟ ଚେଞ୍ଜ କରିପାରିବେ। ତ ସାଙ୍ଗମାନେ ଭିଡ଼ିଓ ମଧ୍ୟରେ ଆପଣ ଜଣେଇଲେ କେମିତି କ'ଣ କରିବେ ଆପଣ ସ୍କ୍ରିନ୍ର ପାସୱାର୍ଡ ଚେଞ୍ଜ କରିବେ। ଭିଡ଼ିଓ ଯଦି ପସନ୍ଦ ନିଶ୍ଚୟ ଲାଇକ୍ କରିଦେବେ। ଚ୍ୟାନେଲ ଯଦି ଆପଣ କଥା ଭିଜିଟ୍ କରିଛନ୍ତି ଓ ଏମିତି କିଛି ନୂଆ ଟିପ୍ସ ଏବଂ ଟ୍ରିକ୍ ଜାଣିବାକୁ ଚାହୁଁଛନ୍ତି ଚ୍ୟାନେଲ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ। ଆଜି ପାଇଁ ରହୁଛି, ଦେଖା ହେବ କିଛି ନୂଆ ଭିଡ଼ିଓ କିଛି ନୂଆ ଜିନିଷ ଜାଣିବା ପାଇଁ। ରହୁଛି, ଜୟ ଜଗନ୍ନାଥ, ଜୟ ମା' ଗୁରୁଦେବ।